आज ହେଉଛି ସେପ୍ଟେମ୍ବର 5 ତାରିଖ ତଥା ପବିତ୍ର ଗୁରୁ ଦିବସ। ସେ ହିଁ ଗୁରୁ ଯିଏ ଅନୁଶାସନ ମାଧ୍ୟମରେ ବୁଝାଇଥାନ୍ତି ଜୀବନର ପ୍ରକୃତ ରହସ୍ୟ, ଯାହାଙ୍କ ପ୍ରଦତ୍ତ ଜ୍ଞାନରେ ଆମେ ବୁଝିପାରୁ ଜୀବନର ପ୍ରକୃତ ଉଦ୍ଦେଶ୍ୟ। ଗୁରୁଙ୍କ ବିନା ଜୀବନରେ କେହି କେବେ ହୋଇନାହାନ୍ତି ସଫଳ। ଆଜି ସେହି ମହାନ ବ୍ୟକ୍ତିତ୍ୱ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ଡକ୍ଟର ରାଧାକ୍ରିଷ୍ଣନ ଏକାଧାରରେ ଜଣେ ଶିକ୍ଷକ, ଶିକ୍ଷାବିତ, ଦାର୍ଶନିକ ଏବଂ କୂଟନୀତିଜ୍ଞ ଭାବେ ଅର୍ଜନ କରିଛନ୍ତି ବେଶ୍ ଖ୍ୟାତି। 1888 ସେପ୍ଟେମ୍ବର 5 ତାରିଖରେ ତାମିଲନାଡୁର ତିରୁଟାନ୍ନିଠାରେ ଜନ୍ମଗ୍ରହଣ କରିଥିଲେ ଏହି ମହାନ ବ୍ୟକ୍ତି। ରାଧାକ୍ରିଷ୍ଣନଙ୍କ ପାଠପଢ଼ା ଆରମ୍ଭ ହୋଇଥିଲା ଖ୍ରୀଷ୍ଟିଆନ ମିଶନାରୀ ସ୍କୁଲରେ। ଉଚ୍ଚଶିକ୍ଷା ପରେ 1909ରେ ରାଧାକ୍ରିଷ୍ଣନଙ୍କୁ ମାଡ୍ରାସ ପ୍ରେସିଡେନ୍ସି ମହାବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ମିଳିଥିଲା ନିଯୁକ୍ତି। 1918ରେ ରାଧାକ୍ରିଷ୍ଣନ ମହୀଶୂର ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗର ପ୍ରଫେସର ଭାବେ ହୋଇଥିଲେ ନିଯୁକ୍ତ। ତାହାପରେ ସେ କଲିକତା ବିଶ୍ୱବିଦ୍ୟାଳୟ, ଲଣ୍ଡନର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ, ମାଞ୍ଚେଷ୍ଟର ବିଶ୍ୱବିଦ୍ୟାଳୟ ଏବଂ ଶେଷରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ କରିଥିଲେ ଶିକ୍ଷକତା। ଶ୍ରୀମଦ୍ ଭଗବତ ଗୀତାକୁ ଇଂରାଜୀରେ ଅନୁବାଦ କରିଥିଲେ ରାଧାକ୍ରିଷ୍ଣନ। 1949ରେ ସୋଭିଏତ ରୁଷିଆକୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ପ୍ରେରିତ ହୋଇଥିଲେ ସେ। 1954ରେ ତାଙ୍କୁ ପ୍ରଦାନ କରାଯାଇଥିଲା ସମ୍ମାନଜନକ ଭାରତରତ୍ନ। ସେ ଭାରତୀୟ ଦର୍ଶନ ଉପରେ ଲେଖିଥିଲେ ଅନେକ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ, ଯେଉଁଥିରେ ରବୀନ୍ଦ୍ରନାଥ ଟାଗୋରଙ୍କ ଦର୍ଶନ ଏବଂ ଭାରତୀୟ ଦର୍ଶନ ଅଟେ ପ୍ରମୁଖ। ସେ ରାଷ୍ଟ୍ରପତି ଥିବାବେଳେ ତାଙ୍କର କିଛି ଛାତ୍ର ଏବଂ ବନ୍ଧୁ ତାଙ୍କ ଜନ୍ମଦିନ ପାଳନ କରିବାକୁ ମାଗିଥିଲେ ଅନୁମତି। ସେତେବେଳେ ରାଷ୍ଟ୍ରପତି କହିଥିଲେ, ମୋ ଜନ୍ମଦିନଟିକୁ ଗୁରୁ ଦିବସ ରୂପେ ପାଳନ କରାଗଲେ ମୁଁ ବହୁତ ଖୁସି ହେବି। ଆଉ ସେହିଦିନଠାରୁ ସେପ୍ଟେମ୍ବର 5 ତାରିଖକୁ ଗୁରୁ ଦିବସ ଭାବରେ କରାଯାଏ ପାଳନ। ସମାଜ ଗଠନରେ ଜଣେ ଶିକ୍ଷକଙ୍କର ଅବଦାନକୁ ଅତି ନିକଟରୁ କରିପାରିଥିଲେ ସେ ହୃଦୟଙ୍ଗମ। ତେଣୁ ସେ ନିଜ ଜନ୍ମଦିନକୁ ଗୁରୁ ଦିବସ ରୂପେ ପାଳନ କରିବାକୁ ଦେଇଥିଲେ ଅନୁମତି। ରାଷ୍ଟ୍ରପତି ଭାବେ ସେ ଯେତିକି ପରିଚିତ, ମହାନ ଗୁରୁ ଭାବେ ସେତିକି ଆଦରଣୀୟ ଏବଂ ପୂଜ୍ୟ। ବିକଶିତ ଭାରତର ଯୁବଗୋଷ୍ଠୀଙ୍କୁ ସୁପଥ ପ୍ରଦର୍ଶନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସମସ୍ତ ଗୁରୁମାନଙ୍କୁ କଳିଙ୍ଗ ସ୍କ୍ରୋଲ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ।